ମୁଁ ଗାୟକ ବାଗ୍ମୀ ନାରାୟଣ ମହାରଣା ଜଗତସିଂହପୁର ଜିଲ୍ଲା ବାଲିଗୁଦା ବ୍ଲକରେ ମୋ ଘର। ମୁଁ ବର୍ତ୍ତମାନ ଆପଣଙ୍କର ଭଦ୍ରକର ଚୂଡ଼ାକୁଟି ମଞ୍ଚରେ ପାଲା ପରିବେଷଣ କରିବା ପାଇଁ ଆସି ପହଞ୍ଚିଛି। ଆପଣ ଦେଖନ୍ତୁ ବର୍ତ୍ତମାନ ଯେଉଁ ପ୍ରାଚୀନ ଅନୁଷ୍ଠାନ ଥିଲା ଏବଂ ସହରମାନଙ୍କରେ ଯେଉଁ ମଞ୍ଚ ବର୍ତ୍ତମାନ ସବୁ ଗଢ଼ି ଉଠିଛି, ଆପଣ ଭୁବନେଶ୍ୱର ଯାଆନ୍ତୁ, କଟକ ବାଦାମବାଡ଼ି ପାଲା ମଣ୍ଡପକୁ ଯାଆନ୍ତୁ, ଦେଖନ୍ତୁ ଯେଉଁଠିକି ମଧ୍ୟ ବହୁ ବୁଦ୍ଧିଜୀବୀମାନେ ପାଲା ଦେଖିବା ପାଇଁ, ପାଲା ଶୁଣିବା ପାଇଁ ସେମାନେ ଆସି ପହଞ୍ଚୁଛନ୍ତି, ଏକାଠି ହେଉଛନ୍ତି, ଯୁବକମାନେ ମଧ୍ୟ ଏକାଠି ହେଉଛନ୍ତି। ଏବଂ ଆପଣ ଜାଣିବାକୁ ଚାହୁଁଥିଲେ ପାଲାର ଯେଉଁ ଆପଣ ଭାବୁଛନ୍ତି ପାଲାର କିଛି ଗୋଟେ ପାଲା ପଛେଇ ଯାଇଛି। ଆଜିର ଯେଉଁ କଳାତ୍ମକ ପ୍ରତିଭା ଆପଣ ସବୁ ଦେଖୁଛନ୍ତି ତା ଭିତରେ ପାଲା ବୋଧେ ତା ଅସ୍ତିତ୍ୱ ହରାଇବାକୁ ଯାଉଛି। ଆଦୌ ନୁହେଁ। ମୁଁ ଆପଣଙ୍କୁ କହିବି ଆମେ ସମସ୍ତେ ଗୋଟେ ବୃତ୍ତିରେ ସମସ୍ତେ ଚାଲିଛେ। ପୃଥିବୀ ଯେହେତୁ ଗୋଲ, ପ୍ରତ୍ୟେକ ଜିନିଷର ଗୋଟେ ଆରୋହ ଥାଏ ଏବଂ ଗୋଟେ ଅବରୋହ ପ୍ରକ୍ରିୟା ଥାଏ। ହୁଏତ ପାଲା ବର୍ତ୍ତମାନ ସେ ଅବରୋହ ପ୍ରକ୍ରିୟା ଭିତରେ ଥାଇପାରେ, କିନ୍ତୁ ତାର ଏକ ସ୍ୱର୍ଣ୍ଣିମ ସମୟ ନିଶ୍ଚିତ ଭାବରେ ଆସୁଛି। ଏବଂ ନାଟ ଏବଂ ପାଲା ସହିତ ଯଦି ଆପଣମାନେ ତୁଳନା କରିବେ ଯେ କ'ଣ ହେଉଛି, ଯାତ୍ରାରେ କାହିଁକି ଏତେ ଭିଡ଼ ହେଉଛି, ପାଲାରେ କାହିଁକି ଲୋକ ଏତେ କମି ଯାଉଛନ୍ତି, ମୁଁ କେବଳ ଏଇଠି ଆପଣଙ୍କୁ ମନେ ପକାଇ ଦେବା ପାଇଁ ଚାହିଁବି। ବର୍ତ୍ତମାନ ଆଜିର ଯୁବଗୋଷ୍ଠୀ ସେମାନେ ଭାରତର ଯେଉଁ ସନାତନୀ ପରମ୍ପରା ଏବଂ ଆମର ଯେଉଁ ଭାରତୀୟତା ତାକୁ ସେମାନେ ଭୁଲି ଭୁଲି ଗଲେ ପାଶ୍ଚାତ୍ୟ ସଂସ୍କୃତି ସହିତ ସେମାନେ ଟିକେ ଏକାତ୍ମ ହେବା ପାଇଁ ବେଶୀ ଆଗ୍ରହୀ ହେଉଛନ୍ତି। ଏବଂ ନାଟରେ ଯେଉଁ ଭିଡ଼ ହେଉଛି ବୋଲି ଆପଣ କହୁଛନ୍ତି, ପ୍ରଥମେ ଆପଣ ଦେଖୁଥିବେ ନାଟରେ ପ୍ରଥମେ ଯେଉଁ ରେକର୍ଡ ଡ୍ୟାନ୍ସ କରାହେଉଛି, ସେ ରେକର୍ଡ ଡ୍ୟାନ୍ସ ଦେଖିବା ପାଇଁ ହିଁ ସେମାନେ ପଇସା ଦେଇକରି ଯାଉଛନ୍ତି। ଯେଉଁ ନଗ୍ନ ନୃତ୍ୟ ସବୁ ସେମାନଙ୍କ ନାଁ ନେବା ପାଇଁ ଚାହୁଁନି, ନାଟ ଜଗତ ଭିତରେ ଯେଉଁମାନେ ଆଜି ନାଟକୁ ବିକଳାଙ୍ଗ କରିବା ପାଇଁ ଚାହୁଁଛନ୍ତି, ଯାତ୍ରା ସେ ମଧ୍ୟ ଗୋଟିଏ କଳା। ମୁଁ ଏକଦେଶଦର୍ଶୀ ନୁହେଁ। ପାଲାର ଜୟଗାନ କରି ନାଟକୁ ଯେ କେବେ ହେଲେ ପଛରେ ପକାଇବା ପାଇଁ ଚାହିଁବି, ସେ କଥା ଚାହିଁବିନି। ଏବଂ ରେକର୍ଡ ଡ୍ୟାନ୍ସ ପରେ ଆପଣମାନେ ଦେଖିବେ ଯାତ୍ରା ପାର୍ଟିର ସେ ଯେଉଁ ଚେୟାର ଗୁଡ଼ିକ ଖାଲି ହେଇଯାଉଛି। ତାହେଲେ ଆପଣ ଏ ବାବଦରେ କ'ଣ କହିବା ପାଇଁ ଚାହିଁବେ? ଯଦି ଯାତ୍ରାରେ ପ୍ରକୃତିରେ ଭିଡ଼ ହେଉଛି, ସେ ରେକର୍ଡ ଡ୍ୟାନ୍ସ ପରେ କାହିଁକି ପୁଣି ଯାତ୍ରା ଚେୟାର ଗୁଡ଼ିକ ଖାଲି ହେଉଛି? ତେଣୁ ପାଲା ଯୁବକମାନେ ବୋଧେ ଏଇଥିପାଇଁ କି ପାଲା ମଞ୍ଚର ନିକଟବର୍ତ୍ତୀ ହେବା ପାଇଁ ବୋଧେ ଭଲ ପାଉନାହାନ୍ତି। କାରଣ ପାଲାବାଲା କହିବେ ବାପାଙ୍କୁ ପୂଜା କର, ଏକାନ୍ନବର୍ତ୍ତୀ ପରିବାର ଭିତରେ ରୁହ, ଭାଇ ପ୍ରତି ସହାନୁଭୂତିଶୀଳ ହୁଅ, ଏଗୁଡ଼ିକ ବୋଧେ ତାଙ୍କୁ ଟିକେ କଷ୍ଟ ଦେଉଛି। ଏହା ବ୍ୟତୀତ ଅନ୍ୟ କିଛି କଥା ନୁହେଁ। ଏବଂ ପାଲା ତାର ଅସ୍ତିତ୍ୱ ବଜାୟ ରଖିଛି। ପାଲା ସହରଠାରୁ ଆରମ୍ଭ କରି ଗ୍ରାମାଞ୍ଚଳ ପର୍ଯ୍ୟନ୍ତ ଯେଉଁଠି ପାଲା ପ୍ରତି ବିମୁଖତା ଥିଲା ବୋଲି ଆପଣ ଅନୁଭବ କରୁଛନ୍ତି, ଆପଣଙ୍କୁ ମୁଁ ନିଶ୍ଚିତ ଭାବରେ ଅନୁରୋଧ କରିବି ଆପଣ ସେଇ ମଞ୍ଚମାନଙ୍କରେ ଯାଇ ପୁଣି ଥରେ ଦେଖନ୍ତୁ। ସେଇ ମଞ୍ଚମାନଙ୍କରେ ପାଲାକୁ ଶୁଣିବା ପାଇଁକି ବା ଦେଖିବା ପାଇଁ ଯେତିକି ଶ୍ରୋତାମାନଙ୍କର ଆଦର ରହୁଥିଲା, ଏବେ ତାଠାରୁ ବଢ଼ିଛି କି ନାହିଁ। ତଥାପି ସାର୍ କ'ଣ କହିଲେ, ଯେଉଁ ଯୁବକମାନଙ୍କର ଯେଉଁମାନେ ନଗ୍ନତାକୁ ଯାଉଛନ୍ତି, ପାଶ୍ଚାତ୍ୟ ସଭ୍ୟତାକୁ ଯାଉଛନ୍ତି, ପାଲାରେ ସେମିତି କିଛି ଜିନିଷ ଅଛି ଯେଉଁଟାକି ସେମାନଙ୍କୁ ଆକୃଷ୍ଟ କରି ଟାଣିପାରିବେ? ଆପଣମାନେ ଏବେ ଦେଖିଛନ୍ତି ଯୁବକମାନଙ୍କର କେଶ ବିନ୍ୟାସ, ଯେଉଁମାନେ ବହୁ ପୂର୍ବରୁ ଧୋନି ଭଳିଆ ହାତେ ଲେଖାଏଁ ଚୁଟି ରଖିକିରି ଯେଉଁଟା ଷ୍ଟାଇଲ୍ ବୋଲି ଭାବୁଥିଲେ, ଏବଂ ଅତୀତ ଦିନର ବୁଢ଼ାମାନଙ୍କର ସେଇ ଯେଉଁ ହେୟାର ଷ୍ଟାଇଲ୍, ଯେମିତି କାନ ଉପରକୁ 4 ଆଙ୍ଗୁଳି ଟେକା ହେଇକିରି କଟା ହେଉଥିଲା, ଏବେ ସେଇଭଳି ଭାବରେ ଆପଣ ଦେଖୁଥିବେ ସେମାନଙ୍କର କେଶ ବିନ୍ୟାସ ସେଇଭଳି ଭାବରେ ହେଉଛି। ଯଦି ସେମାନେ କେଶ ବିନ୍ୟାସରେ ଅତୀତକୁ ଆପଣେଇ ପାରିଲେ, ପୁଣି ସେମାନେ ପାଲା ସଂସ୍କୃତିକି ଆପଣେଇବା ପାଇଁ ବାଧ୍ୟ ହେବେ। ଏଥିରେ ସନ୍ଦେହର ଅବକାଶ ନାହିଁ। ସରକାରଙ୍କ ତରଫରୁ ଆପଣମାନଙ୍କ ପ୍ରତି ସେତିକି ଯତ୍ନବାନ ଅଛନ୍ତି କି ବର୍ତ୍ତମାନ ସରକାର ଯେଉଁଟା ପାଲା ବା କଳାକାରମାନଙ୍କ ପାଇଁ ହେବା ଦରକାର, ସେତିକି ଅଛି କି ଆପଣମାନଙ୍କ ପାଇଁ ଭଲ ପାଇବା? ମୁଁ ଆପଣଙ୍କ ମାଧ୍ୟମରେ ସରକାରଙ୍କ ପର୍ଯ୍ୟନ୍ତ ବାର୍ତ୍ତା ପହଞ୍ଚାଇବା ପାଇଁ ଚାହିଁବି। ଯଦି ଷଷ୍ଠ ଶାସ୍ତ୍ରୀୟ ଭାଷା ଭାବରେ ଓଡ଼ିଆ ଭାଷା ମାନ୍ୟତା ପାଇଥାଏ, ତାର ଶ୍ରେୟ ଯଦି କାହାକୁ ଯାଏ, ତାହେଲେ ତାର ଶ୍ରେୟ କେବଳ ହିଁ ପାଲାବାଲା ପାଇବା ପାଇଁ ହକଦାର। କାହିଁକି? ଆମର ଅତୀତ ଦିନର ସେଇ ରୀତିଯୁଗୀୟ କବି ହୁଅନ୍ତୁ, ମଧ୍ୟଯୁଗୀୟ କବି ହୁଅନ୍ତୁ, କିମ୍ବା ଆଧୁନିକ ଯୁଗର କବିମାନେ ହୁଅନ୍ତୁ, ସେମାନଙ୍କୁ ଯଦି କେହି ବଞ୍ଚେଇକି ଲୋକମାନଙ୍କ ପାଖରେ ପହଞ୍ଚେଇଥାଏ, ସେମାନେ ହେଉଛନ୍ତି କେବଳ ପାଲାବାଲା। କିନ୍ତୁ ବର୍ତ୍ତମାନର ଯେଉଁ ସରକାର ଅଛନ୍ତି, ହୁଏତ ସଂସ୍କୃତି ବିଭାଗ ଅଛି, ସଂସ୍କୃତି ମନ୍ତ୍ରୀ ଅଛନ୍ତି, ହୁଏତ ସଂସ୍କୃତି ମନ୍ତ୍ରୀ ତାଙ୍କ ପାଖରେ ଯଦି ଆପଣଙ୍କର ବାର୍ତ୍ତା ପହଞ୍ଚେ, ଏ ପାଲାବାଲାଙ୍କ ପ୍ରତି ସେ ବିମୁଖ ହେଇପାରନ୍ତି, କିନ୍ତୁ ପାଲା କଳା ପ୍ରତି ତାଙ୍କ ଭିତରେ ଆଦୌ ଦରଦ ନାହିଁ ବୋଲି ମୁଁ ସ୍ପଷ୍ଟ ଭାବରେ ଏକଥା କହି ରଖିବା ପାଇଁ ଚାହିଁବି। ଏବଂ ଅନୁରୋଧ କରିବି ସେମାନେ ଟିକେ ପ୍ରଯତ୍ନଶୀଳ ହୁଅନ୍ତୁ ଏ କଳାକୁ ବଞ୍ଚେଇ ରଖିବା ପାଇଁ।